ପିଲାମାନେ ଏହା ହେଉଛି ସमेଟିଭ୍ ଆସେସମେଣ୍ଟ 1 ତୁମର ଅର୍ଦ୍ଧବାର୍ଷିକ ପରୀକ୍ଷାର ସମସ୍ତ ପ୍ରକୃତ ପ୍ରଶ୍ନପତ୍ର ଆମ ପାଖରେ ପହଞ୍ଚି ଯାଇଛି ଏବଂ ଆମେ ସେହି ସବୁ ପ୍ରଶ୍ନଗୁଡ଼ିକୁ ତୁମମାନଙ୍କ ସଫଳତା ପାଇଁ ତୁମମାନଙ୍କର କୃତକାର୍ଯ୍ୟ ପାଇଁ ଆମେ ପଠାଇ ଦେଇଛୁ ଭିଡ଼ିଓ ମାଧ୍ୟମରେ। ତୁମେ ନିଶ୍ଚୟ ଦେଖି ଏହାର ଲାଭ ଉଠାଇ ପାରିବ। ଠିକ୍ ଅଛି, ଦେଖିବା କେଉଁ ସବୁ ପ୍ରଶ୍ନ ଅଛି। ଏଠାରେ ଅଛି ପରୀକ୍ଷାର୍ଥୀଙ୍କ ନାମ, ଏଇଠି ତୁମର ନାମ ଲେଖିବ। ତାପରେ ପରୀକ୍ଷାର୍ଥୀଙ୍କ ରୋଲ୍ ନମ୍ବର, ଏଇଠି ତୁମର ରୋଲ୍ ନମ୍ବର ଲେଖିବ। ତାପରେ ବିଦ୍ୟାଳୟର ନାମ, ଏଇଠି ତୁମର ବିଦ୍ୟାଳୟର ନାମ ଲେଖିବ। ଠିକ୍ ଅଛି, ତାପରେ ତାରିଖ, ଯେଉଁଦିନ ଏହି ପରୀକ୍ଷାଟି ଦେବ ସେହି ତାରିଖ ଏଇଠି ଲେଖିବ। ଠିକ୍ ଅଛି, ତାପରେ ଏହା ହେଉଛି ପଞ୍ଚମ ଶ୍ରେଣୀ, ସମୟ 2 ଘଣ୍ଟା, ବିଷୟ ହେଉଛି ଗଣିତ। ଏଇଠି ତୁମର କାମ କିଛି ନାହିଁ, ଏଇଠି ତୁମର ଶିକ୍ଷକ କାମ କରିବେ। ତାପରେ ଏଇଠି ତୁମ ଶିକ୍ଷକ ଦସ୍ତଖତ ଦେବେ। ତାପରେ ଏଇଠି ପୂର୍ଣ୍ଣାଙ୍କ 50। ଠିକ୍ ଅଛି, 50 ମାର୍କରୁ କେତେ ମାର୍କ ପାଇଲେ ତୁମେ ଏଇଠି ଦେବେ ତୁମ ଶିକ୍ଷକ। ଠିକ୍ ଅଛି, ଦେଖିବା କେଉଁ ସବୁ ପ୍ରଶ୍ନ ଅଛି। ପ୍ରଥମ ପ୍ରଶ୍ନ ଅଛି ଶୂନ୍ୟସ୍ଥାନ ପୂରଣ କର। ଏକ ବର୍ଗଚିତ୍ରର ପରିସୀମା ସମାନ ଡ୍ୟାକ୍ସ ଗୁଣନ ପ୍ରତ୍ୟେକ ବାହୁର ଦୈର୍ଘ୍ୟ। ଏକ ବର୍ଗଚିତ୍ରର ପରିସୀମା ସମାନ ଡ୍ୟାକ୍ସ ଗୁଣନ ପ୍ରତ୍ୟେକ ବାହୁର ଦୈର୍ଘ୍ୟ, ଅର୍ଥାତ୍ ଏଇଠି 4 ହେବ, ଏଇଠି ହେବ 4। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ କୋଣର ମାପ ଡ୍ୟାକ୍ସ ଏକକରେ ପ୍ରକାଶ କରାଯାଏ। କେଉଁ ଏକକରେ ପ୍ରକାଶ କରାଯାଏ? ଏଇଠି ତୁମେ ଲେଖିବ ଡିଗ୍ରୀ, ଡିଗ୍ରୀ ଏକକରେ ପ୍ରକାଶ କରାଯାଏ। ତାପରେ ଗୋଟିଏ କୋଣର ମାପ 50 ଡିଗ୍ରୀ, ସେଥିରେ ଡ୍ୟାକ୍ସ ଡିଗ୍ରୀ ଯୋଗ କଲେ ତାହା ଏକ ସମକୋଣ ହେବ। ସମକୋଣ ହେବ ଅର୍ଥାତ୍ 90 ଡିଗ୍ରୀ ହେବ। ଯଦି ଏଇଠି 50 ହେବ, ଏଇଠି ହେବ 40 ଡିଗ୍ରୀ, ଏଇଠି ହେବ 40 ଡିଗ୍ରୀ ହେବ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି ଯେଉଁ କୋଣର ମାପ 90 ଡିଗ୍ରୀରୁ କମ୍ ତାହାକୁ କେଉଁ କୋଣ କୁହାଯାଏ? ତାହାକୁ ସୂକ୍ଷ୍ମ କୋଣ କୁହାଯାଏ। ଠିକ୍ ଅଛି, ତାପରେ ଯେଉଁ କୋଣର ପରିମାଣ 90 ଡିଗ୍ରୀ ବେଶୀ ତାହାକୁ କ'ଣ କୁହାଯାଏ? ତାହାକୁ ସ୍ଥୂଳ କୋଣ କୁହାଯାଏ। ଏଠି ତୁମେ ଲେଖିବ ସ୍ଥୂଳ କୋଣ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା ଭୁଲ ଉକ୍ତି ପାଇଁ ଭୁଲ ଓ ଠିକ୍ ଉକ୍ତି ପାଇଁ ଠିକ୍ ଚିହ୍ନ ଦିଅ। ଠିକ୍ ଅଛି, ଏକ ଆୟତଚିତ୍ରର ପରିସୀମା ସମାନ 2 ଗୁଣନ ଲମ୍ବ ଯୋଗ ପ୍ରସ୍ଥ। ଠିକ୍ ଅଛି, ଏକ ଆୟତଚିତ୍ରର ପରିସୀମା 2 ଗୁଣନ ଲମ୍ବ ଯୋଗ ପ୍ରସ୍ଥ। ଠିକ୍ ଅଛି, ତାପରେ ସମକୋଣୀ ତ୍ରିଭୁଜର ମାତ୍ର ଗୋଟିଏ କୋଣ ସମକୋଣ, ଏହା ବି ଠିକ୍ ଅଛି, ଠିକ୍ ଚିହ୍ନ ଦେବ। ତାପରେ ସୂକ୍ଷ୍ମକୋଣୀ ତ୍ରିଭୁଜର ମାତ୍ର 2ଟି କୋଣ ସୂକ୍ଷ୍ମକୋଣ, ସୂକ୍ଷ୍ମକୋଣୀ ତ୍ରିଭୁଜର ମାତ୍ର 2ଟି କୋଣ ସୂକ୍ଷ୍ମକୋଣ। ଠିକ୍ ଅଛି, ତାପରେ ସ୍ଥୂଳକୋଣୀ ତ୍ରିଭୁଜର କୌଣସି କୋଣ 90ରୁ ବେଶୀ ହେବ ନାହିଁ। ସ୍ଥୂଳକୋଣୀ ତ୍ରିଭୁଜର କୌଣସି କୋଣ 90ରୁ ବେଶୀ ହେବ ନାହିଁ। ଏଠି ଭୁଲ ଚିହ୍ନ ଦେବ ପିଲାମାନେ। ଠିକ୍ ଅଛି, ଏଇଠି ଭୁଲ ଚିହ୍ନ ଦେବ। ତାପରେ ସ୍ଥୂଳକୋଣୀ ତ୍ରିଭୁଜର ପ୍ରତ୍ୟେକ କୋଣ ସ୍ଥୂଳକୋଣ, ଏଇଠି ଭୁଲ ଚିହ୍ନ ଦେବ ପିଲାମାନେ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା 50 ଲେଖାଏଁ ଅଧିକ କରି 5 ଗୋଟି ସଂଖ୍ୟା ଲେଖିବ। 50 ଲେଖାଏଁ, ଠିକ୍ ଅଛି, ଏଇଠି ଅଛି 6333। ତାପରେ ଏଠି ତୁମେ ଲେଖିବ 50 ଅଧିକା କରି ଲେଖିବ। ଠିକ୍ ଅଛି, ତୁମେ ଲେଖିବ 6383। ତାପରେ ଏଠି 50 ଲେଖାଏଁ ଅଧିକ କରି ଲେଖିଯିବ। ଏଇଠି ଅଛି 1000, 1050, ତାପରେ 1100, ତାପରେ 1150, 1200, 1250। ଠିକ୍ ଅଛି, ତାପରେ ଏଇଠି ଅଛି 1250 ଅଛି। ତାପରେ ତୁମେ ଲେଖିବ 1300, ତାପରେ 1350, ତାପରେ 1400, ତାପରେ 1450, ତାପରେ ଲେଖିବ 1500, ଏମିତି ଲେଖିବ। 50 ଲେଖାଏଁ ଅଧିକା ଲେଖିବ। ଠିକ୍ ଅଛି, ତାପରେ ଏଇଠି ଲେଖିବ 5006 ଅଛି। ତାପରେ ତୁମେ ଲେଖିବ 5056, ଏମିତି 50 ଲେଖାଏଁ ଅଧିକା କରି ଲେଖିବ। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି ଦେଖିବା ଶୂନ୍ୟସ୍ଥାନ ପୂରଣ କର। ଶୂନ୍ୟସ୍ଥାନ ପୂରଣ କର। 1000 ସମାନ କେତେ ଶହ? 1000 ସମାନ କେତେ ଶହ? ତୁମେ ଏଇଠି ଲେଖିବ 10 ସଂଖ୍ୟାରେ ତୁମେ 10 ଲେଖିଲେ ବି ଚଳିବ। ଠିକ୍ ଅଛି, ସଂଖ୍ୟାରେ ବି ତୁମେ 10 ଲେଖିପାରିବ। ତାପରେ ପରବର୍ତ୍ତୀ 200 ସମାନ କେତେ ହଜାର? 2000। ଠିକ୍ ଅଛି, ତାପରେ 3000 ସମାନ କେତେ ଶହ? 3000 ସମାନ କେତେ ଶହ? 30 ଠିକ୍ ଅଛି, ତାପରେ 40 ସମାନ 4000, ଏଠି ତୁମେ 4 ଲେଖିବ। ଠିକ୍ ଅଛି, ତାପରେ 25000 ସମାନ 25000 ସମାନ ଲେଖିବ। ଠିକ୍ ଅଛି, 25000 ସମାନ କେତେ ଶହ? ତୁମେ ତାକୁ ହିସାବ କରି ଲେଖିବ। ଠିକ୍ ଅଛି, 25। ଖାଲି ଘର ପୂରଣ କର। ଖାଲି ଘର ପୂରଣ କରିବ। ଠିକ୍ ଅଛି, ପ୍ରଶ୍ନ ଅଛି 8000 ପ୍ଲସ୍
0 ପ୍ଲସ୍ 0.10 ପ୍ଲସ୍ 5 ସମାନ କେତେ ହେବ? ଠିକ୍ ଅଛି, ତୁମେ ଲେଖିବ 8,005 ଠିକ୍ ଅଛି, 8,005 ତୁମେ ଲେଖିବ। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି 9,303 9,303 ତୁମେ ଏଠି ଲେଖିବ 9,303 ଠିକ୍ ଅଛି। ତାପରେ ଅଛି 7,005.71 ତୁମେ ଲେଖିବ 7,005.71 ଠିକ୍ ଅଛି। ତାପରେ ଅଛି 7,006.11 ତୁମେ ଲେଖିବ 7,000 ଠିକ୍ ଅଛି, 7,006.11 ଏମିତି ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା ବିସ୍ତାରିତ ରୂପ ଲେଖ। ବିସ୍ତାରିତ ରୂପ ତୁମେ ଲେଖିବ ପିଲାମାନେ। ଠିକ୍ ଅଛି, ଏଇଠି ଅଛି 8,000 ତୁମେ ଲେଖିବ 8,000, ତାପରେ ଯଦି ପ୍ଲସ୍ ଦେବ ତାପରେ ଅଛି 900 ଲେଖିବ 900, 0 ଅଛି ପ୍ଲସ୍ ଲେଖିବ 1 ଠିକ୍ ଅଛି। ଅନ୍ୟଟି ଏମିତି ଲେଖିବ 5,000 ପ୍ଲସ୍ 200 ପ୍ଲସ୍ 610 ପ୍ଲସ୍ 51 ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି ଅକ୍ଷରରେ ଲେଖ। ତୁମେ ଅକ୍ଷରରେ ଲେଖିବ ପିଲାମାନେ। ଠିକ୍ ଅଛି, 1,826 ତୁମେ ଯଦି ଲେଖିବ 1,826। ତାପରେ ପରବର୍ତ୍ତୀଟି ଅଛି 5,799 ଏଠି ଲେଖିବ 5,799 ଠିକ୍ ଅଛି। ଧନ୍ୟବାଦ ପିଲାମାନେ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଲେଖି ଜଣାଇବ ଏବଂ ନିଶ୍ଚୟ ଧ୍ୟାନ ଦିଅ ଯେଉଁ ପ୍ରଶ୍ନଟି ତୁମେ ଜାଣିପାରିଲ ନାହିଁ ଠିକ୍ ଅଛି ସେହି ପ୍ରଶ୍ନଟି ତୁମେ କମେଣ୍ଟରେ ଲେଖିବ। ଆମେ ଯଥାସମ୍ଭବ ତାହାର ଉତ୍ତର କମେଣ୍ଟ ମାଧ୍ୟମରେ ହେଉ କିମ୍ବା ଏକ ଭିଡ଼ିଓ ମାଧ୍ୟମରେ ହେଉ ଆମେ ଲେଖିବୁ ଏବଂ ତୁମ ପାଖକୁ ପହଞ୍ଚାଇ ଦେବୁ। ଠିକ୍ ଅଛି। ତାପରେ ନିଶ୍ଚୟ ଧ୍ୟାନ ଦେବ ପିଲାମାନେ। ଏମିତି ଭିଡ଼ିଓ ଦେଖିବା ପାଇଁ ଆମ ଏହି ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରିବ। ଠିକ୍ ଅଛି, ଧନ୍ୟବାଦ।